ପିଲାମାନେ କହିଲ ଦେଖିବା, ସୂର୍ଯ୍ୟ ଉଦୟ ହେଲେ କ'ଣ ହୁଏ? ସୂର୍ଯ୍ୟ ଉଦୟ ହେଲେ ସକାଳ ହୁଏ। ତାପରେ ସକାଳରୁ ବଢ଼ି 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 ଦିନ ହୁଏ। ସେଇଭଳି ଦିନ ହେଇସାରିଲା ପରେ ପୁଣି ସୂର୍ଯ୍ୟ ଅସ୍ତ ହୁଅନ୍ତି। ସେତେବେଳେ ସନ୍ଧ୍ୟା ହୁଏ। ସନ୍ଧ୍ୟା ହେଇ ପୁଣି ରାତି ହେଇଯାଏ। ଏଇଭଳି ଭାବରେ ଆମେ ସୂର୍ଯ୍ୟଙ୍କୁ ଦେଖି ଦିନ ଓ ରାତି ବିଷୟରେ ଜାଣିପାରନ୍ତି। ତ ଏବେ ଆମେ ଜାଣିବା ଆମେ ସମୟ କିପରି ଜାଣନ୍ତି। କ'ଣ ବ୍ୟବହାର କରି ଆମେ ସମୟ ଜାଣିବା? କେଉଁ ଜିନିଷକୁ ଦେଖି ଆମେ ସମୟ ଜାଣିବା? ଆମେ ସମୟ ଜାଣିବା ପାଇଁ ଘଣ୍ଟାର ବ୍ୟବହାର କରନ୍ତି। ତ ଏଇ ଘଣ୍ଟା ବିଷୟରେ ଆଜି ଆମେ ଜାଣିବା। ଆମର ଯେଉଁ ଗଣିତ ବହିରେ ଅଛି 148 ପୃଷ୍ଠାରେ ଆସ ସମୟ ଜାଣିବା, ସେଇ ବିଷୟଟିକୁ ଆଜି ଆମେ ଜାଣିବା। ତ ଆମେ ଯେତେବେଳେ ଘଣ୍ଟାକୁ ସମସ୍ତେ ଦେଖିଥିବା, ସେ ଘଣ୍ଟାରେ କେତୋଟି କଣ୍ଟା ଥାଏ? ନା ଘଣ୍ଟାରେ 3ଟି କଣ୍ଟା ଥାଏ। ଗୋଟିଏ ହେଉଛି ଘଣ୍ଟା କଣ୍ଟା, ଗୋଟିଏ ମିନିଟ୍ କଣ୍ଟା ଏବଂ ଗୋଟିଏ ସେକେଣ୍ଡ କଣ୍ଟା। ଘଣ୍ଟାରେ ଥିବା ସବୁଠାରୁ ଛୋଟ ଏବଂ ମୋଟା କଣ୍ଟାଟି ହେଉଛି ଘଣ୍ଟା କଣ୍ଟା। ଘଣ୍ଟା କଣ୍ଟା ଠାରୁ ଟିକେ ବଡ଼ ଏବଂ ସରୁ କଣ୍ଟାଟି ହେଲା ମିନିଟ୍ କଣ୍ଟା। ଏବଂ ଯେଉଁ କଣ୍ଟାଟି ସବୁବେଳେ ଚାଲୁଥାଏ, ସବୁଠାରୁ ସରୁ ଏବଂ ସବୁଠାରୁ ଲମ୍ବା କଣ୍ଟାଟି, ସେ ହେଉଛି ସେକେଣ୍ଡ କଣ୍ଟା। ସେଇ ସେକେଣ୍ଡ କଣ୍ଟାଟି ସବୁବେଳେ ଟିକ୍ ଟିକ୍ ଶବ୍ଦ କରି ଚାଲିଥାଏ। ତେଣୁ ଆମେ ସମସ୍ତେ ପଢ଼ିଥିଲେ, ଘଣ୍ଟା ଚାଲେ ଟିକ୍ ଟିକ୍, ବେଳ ଜାଣି କାମ କଲେ ସବୁ ହେବ ଠିକ୍ ଠିକ୍। ଆମେ ଯେତେବେଳେ ଘଣ୍ଟାରେ ସମୟ ଦେଖିଥାଉ, ସେତେବେଳେ ଆମେ ଘଣ୍ଟା କଣ୍ଟା ଏବଂ ମିନିଟ୍ କଣ୍ଟାର ବ୍ୟବହାର କରିଥାଉ, କିନ୍ତୁ ସେକେଣ୍ଡ କଣ୍ଟାର ବ୍ୟବହାର ଆମେ କରୁନାହିଁ। ତ ବର୍ତ୍ତମାନ ଆମେ କିଛି ଘଣ୍ଟା ଦେଖିଥିବା ଯେଉଁଥିରେ କେବଳ ସମୟ ଲେଖା ହୋଇଥାଏ। ସେଇ ଘଣ୍ଟାକୁ ଆମେ ଡିଜିଟାଲ ଘଣ୍ଟା ବୋଲି କହିଥାଉ। କିନ୍ତୁ ଯେଉଁ କାନ୍ଥ ଘଣ୍ଟା ବା ଟେବୁଲ ଘଣ୍ଟା, ଏଇ ଘଣ୍ଟା ଗୁଡ଼ିକରେ ସବୁ 1 ଠାରୁ 12 ପର୍ଯ୍ୟନ୍ତ ସଂଖ୍ୟା ଥାଏ। ଏବଂ ଏଇ ଘଣ୍ଟାରେ ଯେଉଁ ମିନିଟ୍ କଣ୍ଟାଟି ଥାଏ, ସେ ମିନିଟ୍ କଣ୍ଟାଟି ଥରେ ଘୁରି ଆସିଲେ 1 ଠାରୁ 12 ପର୍ଯ୍ୟନ୍ତ ଥରେ ଘୁରି ଆସିଲେ 1 ଘଣ୍ଟା ବା 60 ମିନିଟ୍ ସମୟ ହୁଏ। ଆଉ ମିନିଟ୍ କଣ୍ଟା 12 ଉପରେ ଥିବା ସମୟରେ ମିନିଟ୍ର ହିସାବ କରାଯାଏ ନାହିଁ। ଘଣ୍ଟା କଣ୍ଟାଟି ଯେଉଁଠାରେ ଥାଏ, ସେହି ଘଣ୍ଟାର ପୂର୍ଣ୍ଣ ସମୟ ହୋଇଥାଏ। ବର୍ତ୍ତମାନ ଆମେ କିଛି ଘଣ୍ଟା ଦେଖିବା ଏବଂ ସେଥିରେ କେତେ ସମୟ ହେଇଛି ଦେଖିବା। ଦେଖିଲ, ଏଇଠି ଗୋଟିଏ ଘଣ୍ଟା ଅଛି। ତାର ଘଣ୍ଟା କଣ୍ଟାଟି 9 ଉପରେ ଏବଂ ମିନିଟ୍ କଣ୍ଟାଟି 12 ଉପରେ ଅଛି। ତାହେଲେ ବର୍ତ୍ତମାନ ସମୟ କେତେ ହେଇଛି କହିଲ? ଘଣ୍ଟା କଣ୍ଟା ଯେହେତୁ 9 ଉପରେ ଅଛି, ମିନିଟ୍ କଣ୍ଟା 12 ଉପରେ ଅଛି, ତେଣୁ ୟାର ସମୟ ହେଉଛି ଠିକ୍ 9ଟା। ଏବେ ଏଇ ଘଣ୍ଟାଟି ଦେଖିଲ, ୟାର ଘଣ୍ଟା କଣ୍ଟା ଅଛି 3 ଉପରେ ଏବଂ ମିନିଟ୍ କଣ୍ଟା ଅଛି 12 ଉପରେ। ତାହେଲେ ୟାର ସମୟ କେତେ? ଏଠି ସମୟ ହେଉଛି 3ଟା। କାହିଁକି? ନା ଘଣ୍ଟା କଣ୍ଟା 3 ଉପରେ ଏବଂ ମିନିଟ୍ କଣ୍ଟା 12 ଉପରେ ଅଛି। ତେଣୁ ୟାର ସମୟ ହେଉଛି ଠିକ୍ 3ଟା। ଏବେ ଆଉ ଗୋଟିଏ ଘଣ୍ଟା ଦେଖିଲ, ଏଇଥିରେ ଘଣ୍ଟା କଣ୍ଟା ଅଛି 10 ଉପରେ ଏବଂ ମିନିଟ୍ କଣ୍ଟା ଅଛି 12 ଉପରେ। ତେଣୁ ୟାର ସମୟ ହେଉଛି 10ଟା। ହେଲା? ଏବେ ଆମେ ଜାଣିବା ମିନିଟ୍ କଣ୍ଟାଟି କେଉଁ ସଂଖ୍ୟା ଉପରେ ଥିଲେ ତାହା କେତେ ମିନିଟ୍ର ହିସାବ କରାଯାଏ। ଘଣ୍ଟା କଣ୍ଟା ଯଦି 12 ଉପରେ ଥିବ ଏବଂ ମିନିଟ୍ କଣ୍ଟା 1 ଉପରେ ଥିଲେ, ତାର ସମୟ ହେଉଛି 12ଟା 5। ସେଇଭଳି ମିନିଟ୍ କଣ୍ଟା ଯଦି 2 ଉପରେ ଥିବ, ତାହେଲେ ତାର ସମୟ ହେଉଛି 12ଟା 10। ମିନିଟ୍ କଣ୍ଟାଟି ଯେଉଁ ସଂଖ୍ୟା ଉପରେ ଥାଏ, ଆମେ ସେହି ସଂଖ୍ୟାରେ 5 ଗୁଣନ କଲେ ଆମେ ମିନିଟ୍ର ହିସାବ ଜାଣିପାରିବା। ବୁଝିହେଲା? ଏବେ ଦେଖିଲ, ଏଇ ଘଣ୍ଟାରେ ଘଣ୍ଟା କଣ୍ଟା ଅଛି 4 ଉପରେ ଏବଂ ମିନିଟ୍ କଣ୍ଟା ଅଛି 12 ଉପରେ। ତାହେଲେ ସମୟ କେତେ? ଏଥିରେ ସମୟ ହେଉଛି 4ଟା।
ଆଚ୍ଛା ଏବେ କହିଲ ଘଣ୍ଟା କଣ୍ଟାଟି 5 ଉପରେ ଅଛି ଏବଂ ମିନିଟ୍ କଣ୍ଟାଟି 12 ଉପରେ ଅଛି। ତାହେଲେ ଏଥିରେ ସମୟ କେତେ? ଏଥିରେ ସମୟ ହେଉଛି 5ଟା। ଏବେ କହିଲ ଏଠି ଘଣ୍ଟା କଣ୍ଟା ଅଛି 3 ଓ 4 ମଝିରେ ଏବଂ ମିନିଟ୍ କଣ୍ଟାଟି ଅଛି 6 ଉପରେ। ତାହେଲେ ଏବେ ସମୟ କେତେ? ଏବେ ସମୟ ହେଉଛି 3ଟା ବାଜି 30 ମିନିଟ୍। କାହିଁକି ନା ମିନିଟ୍ କଣ୍ଟାଟି 6 ଉପରେ ଅଛି, ତେଣୁ ଆମେ 6କୁ 5 ସହିତ ଗୁଣନ କରିବା। 6 ଗୁଣନ 5 ସମାନ 30। ତାହେଲେ 3ଟା ବାଜି 30 ମିନିଟ୍ ହୋଇଛି। ବା ଏଇ 3ଟା 30 ମିନିଟ୍କୁ ଆଉ କ'ଣ କୁହାଯାଏ ଜାଣିଛ? ୟାକୁ କୁହାଯାଏ 3:30। ଏଇଭଳି ଭାବରେ ଆମେ ଘଣ୍ଟା ଦେଖିବାର ହିସାବ ଜାଣିବା, ସମୟ ଜାଣିବା।